କେମିତି ଆଜି ତୃତୀୟତମ କୃଷି ଉତ୍କଳ କୃଷି ମେଳା ସିଓଟିଏମ୍ରେ ଅନୁଷ୍ଠାନ ହେଇଛି। ଏଠାରେ ଆପଣମାନେ ଦେଖିଥିବେ ସବୁ ପଞ୍ଚାୟତରୁ ଚାଷୀ ଭାଇମାନେ ଆସିଛନ୍ତି। ଚାଷୀମାନେ ହେଉଛନ୍ତି ଆମର ଭାରତବର୍ଷର ମେରୁଦଣ୍ଡ। ତାଙ୍କ ବିନା ଆମର ଭାତ ହାଣ୍ଡି ଚାଲେ ନାହିଁ। ସେଥିପାଇଁ ଆଜି ତାଙ୍କମାନଙ୍କୁ ଉତ୍ସାହିତ କରିବା ପାଇଁ, ତାଙ୍କୁ ପ୍ରୋତ୍ସାହନ କରିବା ପାଇଁ ଆଜି ଯେଉଁ କୃଷି ମେଳା କରିଛନ୍ତି, ମୁଁ ଧନ୍ୟବାଦ ଦେବି ସିଓଟିଏମ୍ କର୍ତ୍ତୃପକ୍ଷଙ୍କୁ। ଏମିତି କୃଷି ମେଳା ନିହାତି ହେବା ଦରକାର। ତାମାନେ ଦୀର୍ଘ ବହୁତ ବର୍ଷ ହେଲାଣି ଚାଷୀ ଭାଇମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କରି ଆସୁଛନ୍ତି। ଯେମିତି ଟେକ୍ନୋଲୋଜି କେମିତି ସୁବିଧାରେ ସବୁ ପ୍ରକାର ଚାଷ କରିପାରିବେ, ଯେମିତି ସବୁ ଚାଷରେ 2ଠୁ 3ଟା ଫସଲ କେମିତି କରିପାରିବେ, ସବୁ ପ୍ରକାର ଡ୍ରୋନ୍ ଟେକ୍ନୋଲୋଜିରେ ବି ତାଙ୍କର ଆୟୋଜନ କରୁଛନ୍ତି। ଏସବୁ ବହୁତ ଖୁସିର କଥା। ଏମିତି ନିହାତି ଭାବେ ଗୋଟେ ପ୍ରାଇଭେଟ୍ ସେକ୍ଟରରେ ଗୋଟେ ୟୁନିଭର୍ସିଟି ଗଜପତି ଜିଲ୍ଲା ସେଇଭଳିଆ ପାଳାଖେଣ୍ଡ ରହିବାରୁ ସମସ୍ତେ ତାର ବହୁତ ଫାଇଦା ନେଇପାରୁଛନ୍ତି। ସିୟୁଟିଏମ୍ ଆଜି ତାଙ୍କର ସେଞ୍ଚୁରିଆନ୍ ୟୁନିଭର୍ସିଟି ସେମାନେ ଗୋଟେ କୃଷି ମେଳା ଏଠି ଅର୍ଗାନାଇଜ୍ କରିଛନ୍ତି। ସେଥିରେ ବହୁତ ଚାଷୀମାନଙ୍କୁ ଏଠି ଡାକିଛନ୍ତି। ଏଥିରେ 3ଟା ଜିନିଷ ମୁଁ ଦେଖିଲି ବହୁତ ବଢ଼ିଆ ଅଛି। ଇନକ୍ୟୁବେସନ୍ ସେଣ୍ଟର ଏଠି ମାନେ ଯେଉଁମାନେ ପ୍ରଫେସର ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ସେମାନେ ସବୁ 12ଟା ଇନକ୍ୟୁବେସନ୍ କରିଛନ୍ତି। ନୂଆ ଜିନିଷ ତିଆରି କରିବେ ଏବଂ ସେମାନେ ଏଟାକୁ ଓନ୍ କରିବେ ଏବଂ ସେଟାକୁ ତାର ମାର୍କେଟ ପ୍ରଡ୍ୟୁସଟା ମଧ୍ୟ ସେଲ୍ କରିବେ। ସେଟା ଗୋଟେ ବହୁତ ବଢ଼ିଆ ଜିନିଷ ହେଇଛି। ଦ୍ୱିତୀୟ କଥା, ଏଠି ମେଳାରେ ତାଙ୍କର ବିଭିନ୍ନ ଫାର୍ମ ଇମ୍ପ୍ଲିମେଣ୍ଟ ସବୁ ଦେଖାଇବେ, ନୂଆ ଟେକ୍ନୋଲୋଜି ଦେଖାଇବେ ଏବଂ ସେମାନଙ୍କୁ 2 ଦିନ କାଳ ଏଥିରେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାହେଇଛି। ସେମାନଙ୍କ ମାନେ ଆସିବେ, ଦେଖିବେ, ନୂଆ କୌଶଳ ଶିଖିବେ ଏବଂ ସେଟାକୁ ଫାର୍ମରେ ଫିଲ୍ଡରେ ଇମ୍ପ୍ଲିମେଣ୍ଟ କରିବେ। ତେଣୁ ମୁଁ ଭାବୁଛି ଆମର ଚାଷୀମାନେ ଏଥିରେ ବହୁତ ଉପକୃତ ହେବେ। ଦେଖନ୍ତୁ, ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ହେଉଛି ଓଡ଼ିଶାର ଗୋଟେ ଅଗ୍ରଣୀ କୃଷି ବିଶ୍ୱବିଦ୍ୟାଳୟ, ଯିଏକି ପିଲାମାନଙ୍କୁ ବା ଛାତ୍ରଛାତ୍ରୀମାନଙ୍କୁ କୃଷି ଦିଗରେ ଅଧିକ ପ୍ରୋତ୍ସାହିତ କରିଥାଏ। ଆମେ ମଧ୍ୟ ଏଇ କଲେଜରୁ ପାସ୍ ଆଉଟ୍ 2017 ମସିହାରେ ଆମେ ଏମିତି ଗୋଟେ ଷ୍ଟାର୍ଟଅପ୍ର ମାନେ ଆରମ୍ଭ କରିଥିଲୁ। ଏଇ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରୁ ଷ୍ଟାର୍ଟ କରିଥିଲୁ ପାରଳାଖେମୁଣ୍ଡିରୁ, ଯାହା ଆଜି ଓଡ଼ିଶାର 18ଟି ଜିଲ୍ଲାରେ ଆମେ କାମ କରୁଛୁ। 20,000 ଚାଷୀମାନଙ୍କୁ ଦେଇକି କାମ କରୁଛୁ। ପ୍ରତିବର୍ଷ ଏମିତି ଗୋଟେ କିଷାନ ମେଳା ବା କୃଷି ମେଳା ଆୟୋଜନ କରାଯାଏ, ଯେଉଁଥିରେ କି ଅନେକ ଚାଷୀ ଭାଇମାନେ ଏକାଠି ହୁଅନ୍ତି। ସେମାନେ ସେମାନଙ୍କର ସମସ୍ୟାକୁ ଏକ୍ସପର୍ଟ ମାନଙ୍କ ସହିତ ଡିସ୍କସନ୍ କରନ୍ତି, ଆଲୋଚନା କରନ୍ତି ଏବଂ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ସେହି ଚାଷୀମାନଙ୍କୁ ସେମାନଙ୍କର ଫସଲ କେମିତି ସେମାନେ ଦ୍ୱିଗୁଣ କରିପାରିବେ, ଉତ୍ପାଦନ କେମିତି ବଢ଼ାଇ ପାରିବେ, କେମିତି ଗୋଟେ ଜୈବିକ ଓଡ଼ିଶା ଦିଗରେ ସେମାନେ ଆଗକୁ ଯାଇପାରିବେ, ସେ ଦିଗରେ ସେମାନେ କାମ କରୁଛନ୍ତି। ଏବଂ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ଯେଉଁ ପ୍ରାଧ୍ୟାପକମାନେ ଅଛନ୍ତି ସେମାନେ ସେମାନଙ୍କର ଜ୍ଞାନ ବା କୌଶଳକୁ ଚାଷୀମାନଙ୍କ ପାଖରେ ବିତରଣ କରି ଏକ ସୁସ୍ଥ ଓ ସବୁଜ ଓଡ଼ିଶା ଗଠନ କରିବା ଦିଗରେ ମଧ୍ୟ ସାହାଯ୍ୟ କରୁଛନ୍ତି। ତ କୃଷି ମେଳା ମୋଟ ଉପରେ କୃଷି ଆଉ କୃଷକଙ୍କୁ ନେଇ ଏକ ବିକଶିତ ଓଡ଼ିଶାର ପରିକଳ୍ପନା।